ନୃସିଂହ ଓ ବରାହ ଅବତାରରେ ଠାକୁରଙ୍କର ଦର୍ଶନ କଲେ ଭକ୍ତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ିଠାରେ ଠାକୁରଙ୍କର ନୃସିଂହ ଓ ବରାହ ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି। ପାଗ ଆଜି ଶୁଖିଲା ଥିବାରୁ ଆଖପାଖ ଗ୍ରାମ ପୁରପଲ୍ଲୀ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ବହୁ ଭକ୍ତଙ୍କ ସମାଗମ ହେଉଛି। ଏହି 10 ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଭକ୍ତମାନେ ନଡ଼ିଆ, କଦଳୀ, ଫୁଲ, ଫଳ, ତୁଳସୀ ମାଳ ପ୍ରଭୃତି ପୂଜା ସାମଗ୍ରୀ ଧରି ଠାକୁରଙ୍କର ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି ଓ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି। ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି। ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ ପଦକ୍ଷେପ ନିଆଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି। ଗୁଣ୍ଡିଚାବାଡ଼ି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। आहे नीळ शैल गुरु सभा तळे सुखतीर सदान कोटी वस्त्र देई हेले लज्जा कल बारण आहे नीळ शैल। जय जगन्नाथ। ओम उग्रं वीरं महाविष्णुं ज्वलन्तं सर्वतोमुखं नृसिंहं भीषणं भद्रं मृत्योर्मुखनमाम्यहम्। आज श्री गुंडीचा यात्रार चतुर्थ दिवस रे प्रभु जगन्नाथ बराह रूपरे बलभद्र नृसिंह रूपरे विराजमान होइछन्ति। आज महान पवित्र दिवस जहाँ चतुर्थ दिवस रे नृसिंह अवतार एवं बराह अवतार विराजमान होइछन्ति। एही बेश देखिबा पई गजपति जिलार कोण अकोणरू समस्त व्यक्ति पड़ोशी आंध्र प्रदेश अनेक भक्त मानकर आज प्रबल भिड़ रही जहाँकि नृसिंह भेष देखिले आमर गोटे परंपरा रही ना कौन नृसिंह भेष जी देख तार समस्त पाप मोचन घटाए। गजपति रेणुबाला बेहेरा रिपोर्ट विश्व विजयी न्यूज ओडिशा।